ମୋର ପୂଜ୍ୟ ଗୁରୁଜୀ ଗୋଟେ ସମ୍ମାନନୀୟ ସଭାପତି ମୋର ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଚଟ୍ଟବର ଭାଇ ଓ ଭଉଣୀମାନେ, ଆଜି ହେଉଛି 74ତମ ପବିତ୍ର ଗଣତନ୍ତ୍ର ଦିବସ। ଆଜିର ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି। କହିବାରେ ତୁମତି ଥିଲେ ମାର୍ଜନ କରିବେ। ଆଜି ବି ମନେ ପଡ଼େ ଭାରତର ଇତିହାସ ସେଇ କିଛି କରା ପୃଷ୍ଠା ଯେଉଁଠି ଲେଖା ହେଉଛି ଶହ ଶହ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନ ଚାଷ କରିଦେଇଥିଲେ। ଶହୀଦଙ୍କ ଆତ୍ମା କାହାଣୀ କେତେ ନିର୍ଯାତନା ପୂର୍ଣ୍ଣ ଥିଲା। ସେ ସବୁ ଦିନ ଆମେ ସେ ସବୁକୁ ଅଙ୍ଗେ ନିମିର ସତା, କିନ୍ତୁ ସେ ଇତିହାସକୁ ମନେ ପକାଇଲେ ଲୋମ ଜୁଠୁରି ଉଠେ। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁଙ୍କ ପରି କିଛି ମହାନ ପୁରୁଷ ନିଜ ଜୀବନ ଜୋରାଞ୍ଚରି ଦେଇ ଲାଗି କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଶେଷରେ ସବୁ କରାଧୀନର ଅବସାନ ଘଟାଇ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଭାରତ ସ୍ୱାଧୀନତା ଲାଭ କରିଥିଲା ଏବଂ ଅହିର ପରବର୍ତ୍ତୀ ସମୟରେ ଡକ୍ଟର B.R. ଆମ୍ବେଦକରଙ୍କ ନେତୃତ୍ୱରେ 1950 ମସିହା ଜାନୁଆରୀ 24 ତାରିଖକୁ ଭାରତର ଲିଖିତ ସମ୍ବିଧାନ ପ୍ରଣୟନ ହୋଇଥିଲା। ତେଣୁ ସେହି ଦିନଟିକୁ ଚିରସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ 24 ତାରିଖକୁ ଗଣରାଜ୍ୟ ଦିବସ ରୂପେ ପାଳନ କରୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଜୟ